ସମୁଦ୍ର କୂଳରେ ଘଟିଲା ଦୁଇ ଝିଅ ସହ ଲଜ୍ଜାଜନକ ଘଟଣା। ଏମିତି ଭୟଙ୍କର ଘଟଣା ଘଟିଗଲା ଦୁଇ ଝିଅଙ୍କ ମଧ୍ୟରେ। ଆଉ ସେଇଠାରେ ଦୁଇ ଝିଅ ଜୋରରେ ଚିଲେଇ ଚିଲେଇ କହୁଥାନ୍ତି, ଆମକୁ ରକ୍ଷା କର, ଆମକୁ ରକ୍ଷା କର, ଆମକୁ ବଞ୍ଚାଅ, କିଏ କେଉଁଠି ଅଛି ଆମକୁ ବଞ୍ଚାଅ, ଏମିତି କହି ଚିତ୍କାର କରୁଥାନ୍ତି। ଏମିତି ଭୟଙ୍କର ଘଟଣା ଘଟିଯାଇଛି ପୁରୀର ସ୍ୱର୍ଗଦ୍ୱାରର ଆଗରେ ଥିବା ସମୁଦ୍ର କୂଳରେ। ହଁ ଦର୍ଶକ ବନ୍ଧୁ, ଏହି ଘଟଣାଟିକୁ ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ସେହି ପୁରୀର ମହାପ୍ରଭୁ ଜଗନ୍ନାଥଙ୍କୁ ମନରେ ଟିକିଏ ଭକ୍ତି କରନ୍ତି, ଆଉ ଡେଲି ଡେଲି ଘରେ ମହାପ୍ରଭୁଙ୍କୁ ପୂଜା କରନ୍ତି, ଆଉ ଆରତି ମଧ୍ୟ କରନ୍ତି, ତାହେଲେ କମେଣ୍ଟରେ ଗୋଟିଏ ଜୟ ଜଗନ୍ନାଥ ବୋଲି ଲେଖିଦେବେ। ଆଉ ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି, ତାହେଲେ ଏହି ଅନୁଭୂତି ଚ୍ୟାନେଲଟିକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ଟିଏ କରିଦେବେ। ଆଉ ପାଖରେ ଥିବା ବେଲ୍ ଆଇକନ୍ ବଟନକୁ ଦବାଇ ଦେବେ। ଆଉ କମେଣ୍ଟରେ ଗୋଟିଏ ଜୟ ଜଗନ୍ନାଥ ଲେଖିବାକୁ ଜମାରୁ ବି ଭୁଲିବେ ନାହିଁ। ତ ଚାଲନ୍ତୁ ଏହି ଅନୁଭୂତିଟିକୁ ଆରମ୍ଭ କରିବା। ସକାଳର ସେଇ ସୋନାଲିଆ ପ୍ରଭା, ସମୁଦ୍ର ତଟର ବେଳେ ବେଳେ ଭାଙ୍ଗି ପଡ଼ୁଥିବା ତରଙ୍ଗର ଗର୍ଜନ ଏବଂ ଆକାଶରେ ଉଡ଼ୁଥିବା ସାଗର ପାଖିଙ୍କର ଡାକ ପୁରୀ ସମୁଦ୍ର କୂଳର ସେହି ମାୟାବୀ ଦୃଶ୍ୟ ସତେଜ କରି ଦେଉଥିଲା ସମସ୍ତଙ୍କୁ। ପୁରୀରେ ଯାଉଥିଲେ ଦୁଇ ଭଲ ସାଙ୍ଗ, ମିହିରା ଓ ଆଶା। ସେମାନେ ଦୁଇଜଣ ଛୋଟବେଳରୁ ସାଙ୍ଗ ସାଥୀ, କଲେଜରେ ପଢ଼ିବା ସମୟରୁ ସାଙ୍ଗପାଙ୍ଗ, କିନ୍ତୁ ସ୍ୱଭାବରେ ଦୁଇଟି ପୁରା ଭିନ୍ନ ଭାବରେ ଥାନ୍ତି। ମିହିରା ସାହସିକ, ସବୁବେଳେ ନୂତନ କିଛି କରିବାକୁ ଚାହୁଁଥିବା ବେଳେ ଉତ୍ସାହିତ ହେଉଥାନ୍ତି। ଆଉ ଆଶା ସାଦା ସାବଧାନ, ସବୁ କଥାକୁ ଭଲ ଭାବରେ ଭାବିବା। ସମୁଦ୍ରକୁ ଦେଖିଲେ ମନେ ହେଉଥିଲା କିଛି ଗଭୀର ଗୁପ୍ତ ରହସ୍ୟ ମୋତେ ଡାକୁଛି, ଏହା ଆଶା ମନେ ମନେ ଭାବୁଥାଏ। ସେହିଦିନ ସେମାନେ ପୁରୀ ସମୁଦ୍ର କୂଳରେ ଘେରୁଥିବା ବେଳେ ହଠାତ୍ ସମୁଦ୍ରରୁ ଏକ ଅଜଣା ଆଲୋକରେ ମାଳିନା ତରଙ୍ଗ ଉଠିଲା। ଆଶା, ଦେଖ, ତରଙ୍ଗଟା ମଧ୍ୟରେ କିଛି ଚମକୁଛି। ମିହିରା ଉତ୍ସାହରେ କହିଲା, ହଁ, କିନ୍ତୁ ଏଇଟା ସାଧାରଣ ନୁହେଁ। ସମୁଦ୍ରରେ ଏମିତି ଆଲୋକ କେମିତି ହେବ? ଆଶାର ମନ ଭୟ ବି ପଡ଼ିଗଲା। ସେମାନେ ଦେଖିଲେ ତରଙ୍ଗଟା କୂଳକୁ ଆସିବା ସହିତ ବେଳାଭୂମିରେ ଏକ ଅଜଣା ପାଥର ଚମକିଲା, ମାନ ସେଥିରୁ କିଛି ଶକ୍ତି ବାହାରୁଛି। କିନ୍ତୁ ଏମିତି ଏକ ଚମତ୍କାର ଘଟଣା ସେଇଠାରେ ଆରମ୍ଭ ହେଲା। ମିହିରା ସାହସିକତାରେ ସେଇ ପାଥରଟିକୁ ଉଠାଇଲା। ହଠାତ୍ ସମୁଦ୍ରର ତରଙ୍ଗଗୁଡ଼ିକ ସାଧାରଣରୁ ଅଧିକ ଗର୍ଜନ କରିବାକୁ ଲାଗିଲା। ଆଶାର ଚେହେରା ପାଣିଆ ହେଲା। ମିହିରା, ରଖ, ଏହା ସାଧାରଣ ପଥର ନୁହେଁ। କିନ୍ତୁ ମିହିରାର ହାତରେ ପାଥରଟି ଧରିବା ସହିତ ସେମାନଙ୍କ ଚାରିପାଖରେ ଆଲୋକର ଏକ ବଳୟ ସୃଷ୍ଟି ହେଲା। ସେହି ବଳୟରୁ ଏକ ସୁନ୍ଦରୀ ମହିଳା ପ୍ରକଟ ହେଲେ। ତାଙ୍କ ଗାଏ ସମୁଦ୍ରର ପାଣିର ଝଲକ, ଚୁଲରେ ଶଙ୍ଖ ଓ ପାଳୁର ମାଳା, ଚେହେରାର ଅଦ୍ଭୁତ ଶାନ୍ତି ଦେଖାଗଲା। ତୁମ୍ଭେମାନେ ଦୁଇଜଣ ଏହି ପାଥରର ଅଧିକାରୀ, ମହିଳା କହିଲେ। ମିହିରା ଓ ଆଶା ସେଇଠାରେ ଚକିତ ହୋଇଗଲେ ଏପରି କଥା ଶୁଣି। କିଏ ଆପଣ? ଆଶା ପଚାରିଲା। ମୁଁ ସମୁଦ୍ର ଦେବୀ ମାୟାବତୀ। ଏହି ପାଥରଟି ସମୁଦ୍ରର ରହସ୍ୟ। ଯେଉଁମାନେ ଏହାକୁ ଧରିବ, ସେମାନେ ସମୁଦ୍ର ସହିତ ସମ୍ବାଦ କରିପାରିବ। ଏମିତି ଏକ ଅଦ୍ଭୁତ ଶକ୍ତି ସେହି ମିହିରା ଆଶା ସହିତ ସେଇଠାରେ ଘଟିଗଲା, ଯାହା ଶୁଣିଲେ ଆପଣମାନଙ୍କର ଲୋମମୂଳ ସବୁ ଟାଙ୍କୁରି ଉଠିବ, ଆଉ ଆପଣମାନେ ଫୁଲ୍ ଆଶ୍ଚର୍ଯ୍ୟ ହୋଇଯିବେ। ସେହିଦିନଠାରୁ ମିହିରା ଓ ଆଶାର ଜୀବନ ପରିବର୍ତ୍ତିତ ହୋଇଗଲା। ମିହିରା ପାଥରକୁ ଛୁଇଁଲେ ସମୁଦ୍ରର ତରଙ୍ଗକୁ ନିୟନ୍ତ୍ରଣ କରିପାରୁଥିଲା। ଆଶା ପାଥରକୁ ଧରିଲେ ସମୁଦ୍ରର ଗୁପ୍ତ ସ୍ୱର ଶୁଣାଗଲା। ଗୋଟିଏ ସନ୍ଧ୍ୟାରେ ସମୁଦ୍ରରୁ ସେମାନେ ଶୁଣିଲେ, ସହରରେ ବଡ଼ ଝଡ଼ ଆସୁଛି, ଲୋକମାନଙ୍କୁ ସତର୍କ କରାଯାଉ। ଆଶାର ମନ ହେଲା, ଯଦି ଆମେ କାହାକୁ କହିବା ସେମାନେ ବିଶ୍ୱାସ କରିବେ କି ନାହିଁ। କିନ୍ତୁ ମିହିରା ନିଷ୍ପତ୍ତି ନେଲା,
ଆମେ ଗୋଟିଏ ପରୀକ୍ଷା କରି ଚେଷ୍ଟା କରିବାକୁ ପଡ଼ିବ। ସେଇଠାରେ ସେମାନେ ପରୀକ୍ଷା ଆରମ୍ଭ କରିଦେଲେ। ସେମାନେ ପୁରୀ ସହରରେ ଲୋକମାନଙ୍କୁ ସଚେତନ କରିଲେ, କିନ୍ତୁ କେହି ବିଶ୍ୱାସ କଲେନି। ଦୁଇଟି ଝିଅ କହୁଛନ୍ତି ସମୁଦ୍ର ସେମାନଙ୍କୁ କହୁଛି ଏଇଟା କିଛି ମଜାକ ନୁହେଁ କି? ଲୋକମାନେ ହସିଲେ। କିନ୍ତୁ ସେହି ରାତିରେ ସମୁଦ୍ରରେ ବଡ଼ ଝଡ଼ ଆସିଲା। ମିହିରା ପଥରକୁ ନିୟନ୍ତ୍ରଣ କରି ତରଙ୍ଗଗୁଡ଼ିକୁ ସହର ଦିଗକୁ ଅଟକାଇ ଦେଲା। ଆଶା ସମୁଦ୍ରର ସ୍ୱରକୁ ଶୁଣି କେଉଁଠୁ ଲୋକମାନେ ଫସିଛନ୍ତି ସେଥିରେ ସହାୟତା କରିଲା। ଏହିପରି ଭାବରେ ଦୁଇ ଝିଅ ସହରକୁ ବଚାଇଲେ। ସତ୍ୟପ୍ରକାଶ ସେହି ଘଟଣା ଘଟିଲା। ପରବର୍ତ୍ତୀ ଦିନ ସହରରେ ସବୁବେଳେ ସେମାନଙ୍କୁ ନାୟିକା ବୋଲି ସମ୍ମାନ କଲେ। କିନ୍ତୁ ମିହିରା ଓ ଆଶା ଜାଣିଥିଲେ ଏହା ଆମର ନୁହେଁ, ଏହା ସମୁଦ୍ରର ଦିଆ ସନ୍ଦେଶ। ସମୁଦ୍ର ଦେବୀ ପୁଣି ଥରେ ପ୍ରକଟ ହୋଇ କହିଲେ, ତୁମେମାନେ ପରୀକ୍ଷାରେ ସଫଳ ହେଲ, କିନ୍ତୁ ଏହି ପାଥରକୁ ସର୍ବଦା ପାଖରେ ରଖିବ ନୁହେଁ। ସମୁଦ୍ରର ଶକ୍ତି ସମୁଦ୍ରରେ ରହିଲେ ହିଁ ଭଲ। ମିହିରା ଓ ଆଶା ପଥରକୁ ପୁଣି ସମୁଦ୍ରରେ ଫେରାଇ ଦେଲେ। ତରଙ୍ଗ ଚମକିଲା, ପାଥର ଆଲୋପ ହେଲା। ସେହି ଦିନଠାରୁ ପୁରୀ ସମୁଦ୍ର କୂଳରେ ମିହିରା ଓ ଆଶାଙ୍କୁ ଲୋକମାନେ ଚମତ୍କାର ସାକ୍ଷୀ ବୋଲି ମନେ ପକାଇଲେ। ସେମାନେ ଜାଣିଲେ ସତ୍ୟ ଶକ୍ତି ପଥର ନୁହେଁ, ଆମର ସାହସ ଆଉ ଆମର ବିଶ୍ୱାସ। ତ ଏହି ଘଟଣା ଏହିଭଳି ଭାବରେ ଥିଲା। କିନ୍ତୁ ଯଦି ଶ୍ରୀ ଜଗତର ନାଥ ଜଗନ୍ନାଥ ସେମାନଙ୍କ ଉପରେ ମଥାପାତି ଶପଥ ନ କରି ଏପରି ଘଟଣା ଘଟାଇ ନଥାନ୍ତେ, ତାହେଲେ ହୁଏତ ପୁରୀ ସମୁଦ୍ର କୂଳରେ ମିହିରା ଓ ଆଶାଙ୍କ ସହିତ ସେହି ପଥର ବହୁତ ବଡ଼ ଚମତ୍କାର ଘଟାଇ ଦେଇଥାନ୍ତା। ଆଉ ସେଇଠାରେ ସେଇ ମିହିରା ଓ ଆଶାଙ୍କର ଲଜ୍ଜାଜନକ ଘଟଣା ସେଇ ଦୁଇ ଝିଅ ସହିତ ସେଇ ସମୁଦ୍ର କୂଳରେ ଘଟି ଯାଇଥାନ୍ତା। ଆଉ ସେଇ ଘଟଣା ଏତେ ଭୟଙ୍କର ହୋଇଥାନ୍ତା ଯାହା ଆପଣମାନଙ୍କୁ ଥରାହର କରିଦେଇଥାନ୍ତା। ଆଉ ସେଇ ଥରାହର ଭିତରେ ସେଇଠାର ଲୋକମାନେ ଏମିତି ଘଟଣା ଶୁଣି ବହୁତ ବେଲଜ୍ଜା ଓ ଲଜ୍ଜିତ ହୋଇଯାଇଥାନ୍ତେ, ଆଉ ଯାହା ଆପଣମାନଙ୍କୁ ପୁରା ସ୍ଥଗିତ କରିଦେଇଥାନ୍ତା। ହଁ ଦର୍ଶକ ବନ୍ଧୁ, ସେଇ ଜଗତର ନାଥ ଜଗନ୍ନାଥ ଥିଲେ ବୋଲି ସେମାନଙ୍କୁ ସେଇ ଏତେ ବଡ଼ ମୁକ୍ତିରୁ ଉଦ୍ଧାର କଲେ ଆଉ ରକ୍ଷା କଲେ। ହଁ ଦର୍ଶକ ବନ୍ଧୁ, ତ ଜଗତର ନାଥ ଜଗନ୍ନାଥଙ୍କୁ ଯେଉଁମାନେ ମନରେ ଟିକିଏ ଭକ୍ତି କରିଥାନ୍ତି ଆଉ ମନେ ମନେ ସର୍ବଦା ଭଲ ପାଇଥାନ୍ତି, ତାହେଲେ କମେଣ୍ଟରେ ଗୋଟିଏ ଜୟ ଜଗନ୍ନାଥଟିଏ ଲେଖିଦିଅନ୍ତୁ। ଆଉ ନୂଆ କରି ଚ୍ୟାନେଲକୁ ଆସିଥିଲେ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବଟିଏ କରିଦିଅନ୍ତୁ। ଆଉ ଆମର ଏହି ଅନୁଭୂତିଟି ଆପଣମାନଙ୍କୁ କେମିତି ଲାଗିଲା? ଯଦି ଭଲ ଲାଗିଥାଏ ତାହେଲେ ଆଉ ଏମିତି ଅନୁଭୂତିକୁ ଦେଖିବା ପାଇଁ ହେଲେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବଟିଏ କରିଦିଅନ୍ତୁ। ଜୟ ଜଗନ୍ନାଥ। ଏଇଠାରେ କାହାଣୀଟିକୁ ଶେଷ କରୁଛୁ।